ଆଉ ଭୁଲି ତ ହବନି ତାଙ୍କୁ ଆମ ଲାଇଫରେ କେବେ ବି। ସେ ଆମର ଟିମ ର ମିଷ୍ଟର ଅରବିନ୍ଦ ୟୁଟ୍ୟୁବ ଟିମ ର ସେ ଗୋଟେ ମେରୁଦଣ୍ଡ ଥିଲେ, ଯୋଉଟା କି ଆମେ ସେ ମେରୁଦଣ୍ଡ ଦ୍ଵାରା ଘୁଷୁଡି ପଡିଛୁ। ଆଉ ସିଏ ଆମ ଜୀବନରେ ଏମିତି ଗୋଟେ ଅବଦାନ ଥିଲେ, ସେ ଅବଦାନର ନା କେହି ସେ ଶୂନ୍ୟ ସ୍ଥାନ ପୂରଣ କରିପାରିବ, ନା କେହି ଆସିପାରିବ କେବେ, କେବେ ବି ନା। ନିଶ୍ଚିତ ମ୍ୟାଡାମ, ଏଟା ତ ମୁଁ ଏବେ ଯାଇ ବି ଗ୍ରହଣ କରିପାରୁନି କି ସେ ବନ୍ଧୁ ଜଣେ ମୋର ଏତେ ଷ୍ଟ୍ରଙ୍ଗ ହେଇସାରିଲା ପରେ, ଏତେ ନିଜେ ଆତ୍ମଶୀଳ ହେଇସାରିଲା ପରେ ବି ସେ ନିଜକୁ ଏମିତି ଆତ୍ମହତ୍ୟା ଦବାଟା ମୁଁ ଏବେ ବି ବିଶ୍ୱାସ କରିପାରୁନି। ଆଉ ଏବେ ବି ମୁଁ ବିଶ୍ୱାସ କରୁନି ଯେ ସିଏ ଆମ ପାଖେ ନାହିଁ, କାରଣ ମୁଁ ଏବେ ଫିଲହାଲ ତ ଗୋଆରେ ଅଛି। ସେ ମାହୋଲ ଟାକୁ ମୁଁ ଅନୁଭବ କରିପାରୁନି କି ଆମ ପାଖରେ ସେ ପୀଡିତା ଏବେ ନାହାନ୍ତି, ମୋ ବନ୍ଧୁ ଆଜି ମୋ ପାଖରେ ନାହିଁ। ମୁଁ ଏବେ ବି ବିଶ୍ୱାସ କରିପାରୁନି ମୋର। ନାଇଁ, ରିଲ୍ସ କରିନଥିଲି। ଆଉ ଜଣେ ବଡ ଭାଇ ମତେ କାଲି ବୁଝେଇଲେ କି ତୁ ଆଗକୁ କ୍ୟାରିୟର ବନା, ଛୋଟ କ୍ରିଏଟର ହେଲେ ବି କଣ ଅଛି, ଧୀରେ 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 ବଢିବୁ, ଆଗକୁ ବଢା। ମୁଁ କାଲି ଗୋଟେ ମୋ ପର୍ସନାଲ ଭିଡିଓ ମୁଁ ସେୟାର କରିଥିଲି। ନାଇଁ ତ ଲୋକ ମତେ କମେଣ୍ଟ କରୁଥିଲେ, ଭାଇ ଯେତିକି ବି ରିଲ୍ସ ତାଙ୍କର ଅଛି, ତାଙ୍କର ପାର୍ଟସ ଗୁଡା ଅଛି ଯେତିକି ବି, ସେଇ ସେକ୍ସନ ର ରିଲ୍ସ ଗୁଡାକୁ ଆପଣ ଅପଲୋଡ କରନ୍ତୁ, ଆମେ ଦେଖିବାକୁ ଚାହୁଁଛୁ। ଆଉ ଆପଣଙ୍କ ଲିଙ୍କ ଦିଅନ୍ତୁ, ୟୁଟ୍ୟୁବ ର ଲିଙ୍କ ଦିଅନ୍ତୁ। ସେଥିରେ ବି କିଛି ଲୋକ କମେଣ୍ଟ କରୁଛନ୍ତି କି ତାଙ୍କ ମୃତ୍ୟୁର ଯୋଉ ଭିଡିଓରେ ତୁ ଭ୍ୟୁ କମଉଛୁ, ପଇସା କମଉଛୁ। ମୁଁ ଏବେ ବି ଆପଣଙ୍କ ସ୍କ୍ରିନଶଟ ମାରିକି ଦେଇପାରିବି କି ଯେତିକି ବି ମୁଁ ଭିଡିଓ ସାରିଛି, ସବୁ ଭିଡିଓରେ ମୋର ମନିଟାଇଜେସନ ଅଫ୍ ଅଛି। ଆଉ ଲୋକ କିନ୍ତୁ ମତେ ଏହାକୁ ଲାଷ୍ଟ ରିଲ ସେ ଯେତେବେଳେ ଜଏନ କଲେ କଲେଜରେ, ଆଇ ଥିଙ୍କ ସେତେବେଳେ ଆମେ ରିଲ୍ସ ବନେଇଥିଲୁ, ତାଙ୍କର ଲାଷ୍ଟ ରିଲ ଗୋଟେ ବନେଇଥିଲୁ ଆମେ। ଏଇ ଯୋଉ ଯୋଉଟା ରିସେଣ୍ଟଲି ଭାଇରାଲ ହଉଛି, ଯୋଉଟା କି ମିନିମମ୍ 1 ବିଲିୟନ କ୍ରସ୍ କରିବା ପାଇଁ ଯାଉଛି। ଆଉ ସେଇଟା ଆମେ ବନେଇଥିଲୁ, ଗୋଟେ ସ୍ୱାମୀ ସ୍ତ୍ରୀର କ୍ୟାରେକ୍ଟର ବନେଇଥିଲୁ ସେଟାର, ସେ ରିଲ୍ସ ଟା ଲାଷ୍ଟ ରିଲ ଆମର ଥିଲା। ସ୍ୱାମୀ ସ୍ତ୍ରୀ ନେଇକି ଆସେ, ମୁଁ ବି କିଛି ରଖିଥାଏ, ଦୁଇ ଜଣଙ୍କର କମ୍ବିନେସନ କରୁ, ବସୁ, ଆମ ଟିମ ବି ବସେ। ଟିମ ମାନେ ମୋ ସାନ ଭାଇ ମାନେ ବି ଆକ୍ଟିଂ କରନ୍ତି, ମୋ ଛୋଟ ଛୋଟ ଗାଁର ସାଙ୍ଗମାନେ ବି ଆକ୍ଟିଂ କରନ୍ତି। ଆଉ ଆମେ ଟିମ ବସୁ, ଆଉ ବହୁତ ବଢିଆ ବଢିଆ ବୋବାଲ କନସେପ୍ଟ ସେଠି ବାହାରେ। କିନ୍ତୁ ଆକ୍ଚୁଆଲି ସେ ସ୍କ୍ରିପ୍ଟ ଟା ତାଙ୍କ ତରଫରୁ ଥାଏ। ବିଭିନ୍ନ ପ୍ରକାର ସୋସିଆଲ ମେସେଜ ହଉ, ବିଭିନ୍ନ ପ୍ରକାର ଗୋଟେ ସ୍ୱାମୀ ସ୍ତ୍ରୀର ଯୋଉ କ୍ୟାରେକ୍ଟର ଥାଏ, କି ଗୋଟେ ଭାଇ ଭଉଣୀର କ୍ୟାରେକ୍ଟର, ଗୋଟେ ସାଙ୍ଗସାଥୀର କ୍ୟାରେକ୍ଟର, ବେଷ୍ଟ ଫ୍ରେଣ୍ଡର କ୍ୟାରେକ୍ଟର, ଯେତିକି ବି ୟୁନିକ୍ ଆଇଡିଆ ସେଟା ସିଏ ନିଜେ ଦିଏ। ଆଉ ସେଇ ଟପିକରେ ମତେ ଆଗୁଆ ଜଣେଇ ଦିଏ କି ମୁଁ ଏଇ ଟପିକରେ ଗୋଟେ ସ୍କ୍ରିପ୍ଟ ଲେଖିବା ପାଇଁ ଯାଉଛି। ଆ କିଛିଟା ବେସିକ ପାର୍ଟ ତୁମେ ଲେଖ, କିଛିଟା ମେନ୍ ପାର୍ଟ ମୁଁ ଲେଖୁଛି, ଆଉ ଆମେ ତାକୁ କଲାପ କରୁ। କଲାପ କରିସାରିଲା ପରେ ସେଇଟା ଯେଟା ବେଷ୍ଟ ଲାଗେ, ଆମେ ସେଇଟାକୁ ଆମେ ଭିଡିଓରେ ସୁଟ କରିଥାଉ। ଅବଭିୟସଲି କରିଥିଲି ମ୍ୟାଡାମ। ଯେତେବେଳେ ସେ ପ୍ଲସ ଟୁ ପଢୁଥିଲେ, ଯେତେବେଳେ ସେ ନୂଆ ନୂଆ ଭିଡିଓସ୍ କରୁଥିଲେ, ସେତେବେଳେ ଏଇ ଘଟଣାଟି ଉଠୁଥିଲା, ଯେମିତି ଏବେ ଉଠୁଛି, ତାଙ୍କ ରିଲ୍ସକୁ ନେଇକି ତାଙ୍କ କ୍ୟାରେକ୍ଟରକୁ ଜଜ କରୁଛନ୍ତି। ସେତେବେଳେ ବି ସିଏ ଯେତେବେଳେ ମୋ ସାଙ୍ଗରେ ଭିଡିଓସ୍ କରୁଥିଲେ, ସେତେବେଳେ ବି ତାଙ୍କ ରିଲ୍ସକୁ ନେଇକି କିଛି ଲୋକ ଥିଲେ ଏମିତି ସାହି ପଡିଶା ବଗେରା, ଯେମିତି ଗାଁ ଆଡେ କୁହନ୍ତି, ସେମିତି ତାଙ୍କ ଉପରେ ପ୍ରେସର ଥିଲା ଆକ୍ଚୁଆଲି। ଆଜ୍ଞା। ନାଚ ଗୀତ, ମ୍ୟାମ୍ ସେ ଗୋଟେ ଝିଅ ହଉଛି ଭର୍ସଟାଇଲ ଝିଅ ଥିଲା। ଆକ୍ଚୁଆଲି ଯେ ଆଜି ମରିଯାଇଛି, ମୁଁ ତାଙ୍କ ତାରିଫ କରିବିନି। ତ ସେଥିପାଇଁ ନୁହେଁ, ସେ ଗୋଟେ ଭର୍ସଟାଇଲ ଏକ୍ଟର ଥିଲା। ସିଏ ରାଇଟର ବି ଥିଲା, ସେ ଡିରେକ୍ସନ ବି ଦଉଥିଲା। ଏମିତି ବି ଦିନ ଆସିଛି ଯେଠି କି ମୁଁ ଆମ ସୁଟିଂ ର ଏବସେନ୍ସ ଅଛି, ଆଉ ସିଏ ପୁରା ଟୋଟାଲ କ୍ୟାମେରା କ୍ରୁ ଆଉ ସ୍କ୍ରିପ୍ଟ ଡିରେକ୍ସନ ସବୁ କିଛି ସେ ମ୍ୟାନେଜ କରିନଥାଏ। ତାହେଲେ ଭାବନ୍ତୁ ସେ କେତେ ଗୋଟେ ଦୃଢ ମନା ଝିଅଟେ ଥିଲେ, କେତେ ଷ୍ଟ୍ରଙ୍ଗ ଗାର୍ଲ ସେ ଥିଲେ। ସେ ଲୋକଙ୍କୁ ମୋଟିଭେଟ କରୁଥାଏ। ଯୋଉ ଛୋଟ ଛୋଟ କ୍ରିଏଟର ଆସି ଆମ ପାଖରେ ଭିଡିଓ କରୁଥାନ୍ତି, ତାଙ୍କ ଅଫିସିଆଲ ଚ୍ୟାନେଲରେ ଛାଡୁଛନ୍ତି, ନିଜ ନିଜ ଅଫିସିଆଲ ଚ୍ୟାନେଲରେ ଛାଡୁଥାନ୍ତି, ଭିଉ ଯେତେବେଳେ ନ ଯାଉଥାଏ, ତ ସେମାନେ ଟିକେ କୁଣ୍ଠାବୋଧ ହଉଥାନ୍ତି ଆମକୁ, ଆମ ସାଙ୍ଗରେ ଭିଡିଓ ଟିକେ କରିବା ପାଇଁ। କାହିଁକି ଆମେ ବହୁତ ଛୋଟ କ୍ରିଏଟର ଥିଲୁ, ଏବେ ଆମକୁ ଓଡିଶା ଆସି ଚିହ୍ନୁଛନ୍ତି ତାଙ୍କୁ ଗଲା ପରେ, କିନ୍ତୁ ଆମେ ବହୁତ ଛୋଟ କ୍ରିଏଟର ଥିଲୁ ମ୍ୟାଡାମ। ତ ସେତେବେଳେ ସେ ବହୁତ ରିକ୍ୱେଷ୍ଟ କରୁଥିଲେ ସମସ୍ତଙ୍କୁ, ଆଉ ରିକ୍ୱେଷ୍ଟ କରିସାରିଲା ପରେ ତାକୁ ବୁଝଉଥିଲେ, ମୋଟିଭେଟ କରୁଥିଲେ। ଆଉ ସେ ତ ତାଙ୍କର ବହୁତ ଫ୍ରାଙ୍କଲି, ବହୁତ ଫ୍ରି ଆଣ୍ଡ ଫ୍ରାଙ୍କଲି, ଆପଣ ଯୋଉଠି ବି ନାଇଁ, ଏଟା ତ ମୁଁ ତ ସବୁ ମିଡିଆ ଭାଇ ମାନଙ୍କୁ ତ ବାଇଟ ଦେଇଛି କି ଏଟା ତ ମୁଁ ଏକ୍ସେପ୍ଟ ଏବେ ବି କରିପାରୁନି ଯେ ଗୋଟେ ମୋ ବନ୍ଧୁ ଭଳିଆ ଲୋକଟେ ସିଏ ଏମିତି ଷ୍ଟେପ ନବ, ପୁଣି ଏତେ ଷ୍ଟ୍ରଙ୍ଗ ଗାର୍ଲ ରହିବା ପରେ ପର୍ଯ୍ୟନ୍ତ। ସେ ଯେତେବେଳେ ଏବିପି ରେ କାମ କରୁଥାଏ, ସେତେବେଳେ ତାଙ୍କ ଗଳା ବସି ଯାଉଥାଏ ନାରା ଲଗେଇ ଲଗେଇ, ତଥାପି ସେ କାମ ଛାଡୁ ନଥାନ୍ତି। ଆଉ କିଛି ଏବିପି ସହ ମୁଁ ବି କାମ କରିଛି, ଯେମିତିକି ଆମ ବାସୁଳି ମନ୍ଦିରରେ ଏଥର ଆମେ 10,000 ୟା ଲକ୍ଷେ ସମଥିଙ୍ଗ ଆମେ ଦୀପ ଜଳେଇଥିଲୁ। ସେଥିରେ ବି ସେ ଯୋଗଦାନ ଦେଇଥିଲେ। ଆଉ ତାଙ୍କର ଯୋଉ କାର୍ଯ୍ୟକଳାପ, ସେ ବହୁତ ଷ୍ଟ୍ରଙ୍ଗ କାର୍ଯ୍ୟକଳାପ। ସେ ଯେତେବେଳେ ଆମେ ଭିଡିଓସ୍ କରୁଥିଲୁ ତାଙ୍କ ପ୍ଲସ ଟୁ ସମୟରେ, ସେ 8 କିଲୋମିଟର 16 କିଲୋମିଟର ସାଇକେଲ ରାଇଡିଂ କରିସାରିଲା ପରେ, ସକାଳ 9ଟା ବେଳେ ଯାଇ
ଚାରିଟା ବେଳେ କ୍ଲାସ ସାରିକି ଆସିକି ବି ମତେ ସିଏ ଫୋର୍ସ କରୁଥିଲେ ଭାଇ ଭିଡିଓସ୍ କରିବା ତେଣୁ ଆମକୁ ବଢିବାର ଅଛି ଭିଡିଓସ୍ କରିବା। ସେ ଏତେ ଦୃଢ ମନା ଥିଲେ। ସେ ଗୋଟେ ମାର୍ଶାଲ ଆର୍ଟ ଟିଚର ଥିଲେ। ସିଏ ନ୍ୟାଚୁରାଲ ଡିଜାଷ୍ଟର ର ଗୋଟେ ଝିଅ ପିଲା। ନ୍ୟାଚୁରାଲ ଡିଜାଷ୍ଟର ର ଯେତେବେଳେ କିଛି କିଛି କ୍ଲିପ ମୁଁ ଏବିଭିପି ରେ ଦେଖୁଥାଏ, ଏତେ ଏତେ ବେକ ଯାଏ ପାଣିରେ ବି ସିଏ ରିଲିଫ ଦବା ପାଇଁ ଯାଉଥାଏ। ତାହେଲେ ଏତେ ଷ୍ଟ୍ରଙ୍ଗ ଗର୍ଲ ଯଦି ଏଇ ଷ୍ଟେପ ନବ ତ ସାମାନ୍ୟ ମୁଁ ବି କଣ ମୋ ଜାଗାରେ ଆଉ କିଏ ବି ରହିବ ମୁଁ ତ ମାତ୍ର ସେ ବିଶ୍ୱାସ କରିପାରିବିନି। ସେମିତି ମୁଁ ବି ବିଶ୍ୱାସ କରିପାରୁନି କି ଆଉ ସୌମ୍ୟ ଏଇ କାମ କରିଦବ। ଇଟ୍ସ ନଟ୍ ପସିବଲ ମ୍ୟାଡମ, ଇଟ୍ସ ନଟ୍ ପସିବଲ। ବହୁତ ମନେ ପଡୁଛି, ବହୁତ ମନେ ପଡୁଛି ମ୍ୟାଡମ, ବହୁତ କାନ୍ଦିଲି। ନାଇଁ ମ୍ୟାଡାମ ମୁଁ ଆକ୍ଚୁଆଲି ସେଇଟା ତ ମୋ ଜୀବନର ସବୁଠୁ ବଡ ଦୁଃଖ କି ମୁଁ ନା ତା ସାଙ୍ଗରେ ଲାଷ୍ଟ ସମୟରେ ମୁଁ କଥା ହେଇପାରିଲି ନା ତାଙ୍କର ମୁହଁ ଦେଖି ପାରିଲି ମ୍ୟାଡାମ। ମୁଁ ଆକ୍ଚୁଆଲି ଜବ୍ କରୁଛି ବାହାରେ ରହି। ଆଉ ସେଥିପାଇଁ ମୁଁ ଏବେ ମୋ ଜବ ରେ ଅଛି। ମୁଁ ଯାଇପାରିଲିନି ହଠାତ୍ ଏମିତି ମତେ ସିଏଲ ମିଳିଲାନି ସେଥିପାଇଁ ମୁଁ ଯାଇପାରିଲିନି। କିନ୍ତୁ ମୋର ଭାଇ ଜଣେ ସାନ ଭାଇ ଜଣେ ସିଏ ମତେ ଭିଡିଓସ୍ ଦଉଥିଲା। ଆଉ ମୁଁ ବହୁତ ମର୍ମାହତ ସେଥିପାଇଁ ବହୁତ ଯେ ସେଥିପାଇଁ ହିଁ ମୁଁ ମାନେ ତାଙ୍କ 11 ଦିନ ସାୟଦ ଆଜି ହବ ମୁଁ ସେଥିପାଇଁ ଛୁଟି ନେଇଥିଲି। ବହୁତ ମନେ ପଡିଲା, ବହୁତ କାନ୍ଦିଲିନି ଆକ୍ଚୁଆଲି। କାନ୍ଦିକି ବି କିଛି ଲାଭ ନାହିଁ। ଛାଡି ଚାଲିଥିବା ଲୋକ କେବେ ଆଉ ଫେରିକି ଆସିବେନି ମ୍ୟାଡାମ। କିନ୍ତୁ ତାଙ୍କ ଶୂନ୍ୟସ୍ଥାନ ଆମ ଜୀବନରେ କେହି ପୂରଣ କରିପାରିବେନି। ଆମ ଟିମର କେହି ବି ନାହିଁ, କେହି ବି ନାହିଁ। ରିଅଲ ଲାଇଫରେ ମ୍ୟାମ ଏକ୍ସଟ୍ରା କମେଡିଆନ ଥାନ୍ତି, ଏକ୍ସଟ୍ରା କମେଡିଆନ। ସେ ରିଅଲ ଲାଇଫରେ ଏମିତି ଗୋଟେ ଭର୍ସଟାଇଲ ଆକ୍ଟର, ତାକୁ ଯୋଉ ବି ଆକ୍ଟିଂ ଦିଅ ସେ ଆକ୍ଟିଂ କରିଦେଉଥାନ୍ତି। ରିସେଣ୍ଟଲି ଆମେ ତାଙ୍କ ଘର ସାମ୍ନାରେ ଅଛି ଶ୍ୟାମ ସୁନ୍ଦର ରିକ୍ରିଏସନ ସେଣ୍ଟର। କୋଉ ସେଟା କଣ ଓଡିଆରେ କୁହନ୍ତି ମୁଁ ଜାଣିପାରୁନି କୋଉ ପୂର୍ଣ୍ଣିମା ରିକ୍ରିଏସନ ସେଣ୍ଟର ରାଧାଅଷ୍ଟମୀ ଆଇ ଥିଙ୍କ ମେ ବି। ସେଥିରେ ଆମେ ଲାଇଭ କନସର୍ଟ କରିଥିଲୁ। ସେ ଏତେ ସୁନ୍ଦର ମ୍ୟାଡାମ ଗୋଟେ କନସେପ୍ଟ ଲେଖିଥିଲେ ଗୋଟେ ବାବାକୁ ନେଇକି। ସେଟା ଗୋଟେ ସୋସିଆଲ ମେସେଜ ଥିଲା। ଲୋକେ ଚିଆର ଉଠି ତାଳି ମାରିଥିଲେ ତାଙ୍କ ପାଇଁ। ମ୍ୟାଡାମ ଥିଲା କି ଗୋଟେ ବାବା ଆଉ ସେ ସ୍କ୍ରିପ୍ଟ ଲେଖିଥିଲେ ଯେ ଗୋଟେ ବାବା ବାବା ହେଇକି ସେ ସିନା କିଛିଟା ପଇସା ପାଇଁ ଲୋକଙ୍କୁ ଭଣ୍ଡଉଛି କିନ୍ତୁ ଆକ୍ଚୁଆଲି ରିଏଲ ର ଗୋଟେ ସେ ଯୋଉ ଭଣ୍ଡେଇବାଟା କେତେ ଇଫେକ୍ଟ ପଡୁଛି ଗୋଟେ ଯେ ମାନେ ଇନୋସେଣ୍ଟ ଲୋକ। ତ ମୁଁ ଗୋଟେ ବାବା ହେଇଥିଲି, ମତେ ଗୋଟେ ବାବା କ୍ୟାରେକ୍ଟର ଦେଇଥିଲି। ଆଉ ସେ ବାବାରେ ମୁଁ ଗୋଟେ ଭଣ୍ଡ ବାବା ଥିଲି, ମୋର ଗୋଟେ ଶିଷ୍ୟ ଥିଲା। ଆଉ ସେ ଶିଷ୍ୟ 4 ଜଣ ଲୋକକୁ ରଖିଥିଲା। ରଖି ସାରିଲା ପରେ ଯୋଉ ଶିଷ୍ୟ ଗୁଡା ଥିଲେ ସେମାନେ ନା କିଛି ନା ପବ୍ଲିକ ଆଗର ସେମାନେ ପବ୍ଲିକ ହେଇକି ଆସୁଥିଲେ। ଆଉ ଯେତେବେଳେ କହୁଥିଲେ ବାବା ମତେ ହାବାରୁ ଚେନ୍ ଦରକାର ମୁଁ ଚେନ୍ କାଢି ଦେଇ ଦଉଥିଲି ଆକ୍ଚୁଆଲି। ସେମାନେ ବହୁତ ତାରିଫ କରିଥିଲେ ବାବାଙ୍କର ଜୟ ହଉ, ବାବାଙ୍କର ଜୟ ହଉ। ତ ସେ ଲୋକ ଆମ ହିଁ ଲୋକ ଥିଲା ମୁଁ ନାଇଁ ପୀଡିତା ବାବା ନୁହେଁ, ପୀଡିତା ମା ରୁଲ କରିଥିଲେ। ଆଉ ମୁଁ ବାବା ରୁଲ କରୁଥିଲି।